ପ୍ରିୟ ଶ୍ରୋତୃମଣ୍ଡଳୀ, ଆଜିର ଏହି ଆଲୋଚନା ସଭାକୁ, ଜ୍ୟୋତିଷିକ ସଭାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ। ସମସ୍ତେ ଆନନ୍ଦରେ ସୁଖରେ ସମୟ ଅତିବାହିତ କରନ୍ତୁ, ଶାନ୍ତି ପାଆନ୍ତୁ। ମଙ୍ଗଳମୟ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତୁ। ଜୟ ହେଉ। ହଁ ବନ୍ଧୁ, ଆଜି ଆମେ ଅକ୍ଟୋବର 14 ତାରିଖ ମଙ୍ଗଳବାର ବିଷୟରେ ଆଲୋଚନା କରିବା। 14 ତାରିଖ ମଙ୍ଗଳବାର, ଅକ୍ଟୋବର ମାସ 14 ତାରିଖ ମଙ୍ଗଳବାର ବିଷୟରେ ଆଲୋଚନା କରିବା। କେଉଁ ରାଶିକୁ କେଉଁ ଗ୍ରହ କେତେ ପରିମାଣରେ କଲ୍ୟାଣ କରିବେ। ଆଜି ସୂର୍ଯ୍ୟାସ୍ତ 6ଟା 22 ପରେ, ନାଇଁ ମ 5ଟା 22 ପରେ ନା, ଆଜି ସୂର୍ଯ୍ୟାସ୍ତ 5ଟା 22 ପରେ। ଅଶୁଭ ସମୟ ଦିନ 2ଟା 27ରୁ 3ଟା 54। ସନ୍ଧ୍ୟା 5ଟା 22 ପରେ। ଅଶୁଭ ସମୟ 2ଟା 27ରୁ 3ଟା 54। ଆଜି କନ୍ୟା ରାଶି ପୁରୁଷଙ୍କର ଘାତବାର, ମକର ରାଶିର ଘାତବାର। ଆଜି ମୀନର 11ଟା 54 ପରେ ଘାତ ତାରା, ମିଥୁନ ଚନ୍ଦ୍ର ଆଉ ବିଛା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର। ମିଥୁନ ପାଇଁ 11ଟା 10 ଯାଏ ଘାତ ତିଥି, 11ଟା 11ରୁ ସିଂହର ଘାତ ତିଥି, ମକର ରାଶିର ଘାତବାର, କନ୍ୟା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ବେଶ, ଏବେ ଆଲୋଚନା କରିବା ମେଷ କଥା। ଯଦି ମେଷ ରାଶି ଆଉ ଦ୍ୱିଜା ନକ୍ଷତ୍ର, ମେଷ ରାଶି ଦ୍ୱିଜା ନକ୍ଷତ୍ରର 11ଟା 54 ଠାରୁ ଅଶୁଭ ଆରମ୍ଭ ହେବ। ମେଷ ରାଶି ଦ୍ୱିଜା ନକ୍ଷତ୍ରର 11ଟା 54 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। ସକାଳ 6ଟା ଯାଏ ଦିନ ଶୁଭେ ଶୁଭେ ଆରମ୍ଭ ହେବ। ସକାଳ 6ଟା ଯାଏ ଦିନ ଶୁଭେ ଶୁଭେ ଆରମ୍ଭ ହେବ। ମାତ୍ର 6ଟା ପରଠାରୁ ମେଷ ରାଶି ପାଇଁ ଭଲ ସମୟ ସରିଯିବ। ସକାଳ 6ଟା ଯାଏ ଭଲ, 6ଟା ପରଠୁ ମେଷ ରାଶିର ଶୁଭ ସମୟ ସରିଯିବ। ଦେହ ମାନ୍ଦା ମାନ୍ଦା ଲାଗିବ, ହାତ ନିସ୍ତେଜ ଲାଗିବ, ଅସୁସ୍ଥ ବୋଧ ହେବ, ବ୍ୟୟ ଓ କଳହ ହେବ, ମାନସିକ ଅଶାନ୍ତି ବଢ଼ିଯିବ, କର୍ମ ଯୋଜନା ଅସଫଳ ହେବ। ମେଷ ରାଶି ପାଇଁ ଆଦୌ ଶୁଭ ନୁହଁ। କେବେ? ଅକ୍ଟୋବର 14 ତାରିଖ ମଙ୍ଗଳବାର। ଅକ୍ଟୋବର 14 ତାରିଖ ମଙ୍ଗଳବାର ମେଷ ରାଶି ପାଇଁ ଆଦୌ ଶୁଭ ନୁହଁ। ଦେହ ଖରାପ ହେବ, ମୁଣ୍ଡ ବିନ୍ଧିବ, ମାନସିକ ଅଶାନ୍ତି ଆସିବ, କଳହ ହେବ, କେଉଁଠି ଆଘାତ ଲାଗିବ, ପୀଡ଼ା ହେବ, ଆଳସ୍ୟ ବୋଧ ହେବ, କୌଣସି କାମ କରିବା ପାଇଁ ଆଗ୍ରହ ଆସିବ ନାହିଁ। ଆସିବା ଶୁଣିବା ବୃଷ କଥା। ବୃଷ ରାଶି ରୋହିଣୀ ନକ୍ଷତ୍ରର ଦିନ 11ଟା 54 ଠାରୁ ବନ୍ଦ ସମୟ ଆରମ୍ଭ ହେବ। ବୃଷ ରାଶି ରୋହିଣୀ ନକ୍ଷତ୍ରର ଦିନ 11ଟା 54 ଠାରୁ ମନ୍ଦ ସମୟ ଆରମ୍ଭ ହେବ। ସକାଳ 6ଟା ଯାଏ ବଡ଼ ଅଶୁଭ ସମୟ। ସକାଳ 6ଟା ଯାଏ ବଡ଼ ଅଶୁଭ ସମୟ। 6ଟା ପରେ ଭଲ ସମୟ ଆସିବ। ଧନ ମାନ ଯଶ ବଢ଼ିଯିବ, ବନ୍ଧୁ ବଳ ମିଳିଯିବ, ବନ୍ଧୁ ବଳ ପାଇବେ, ଆଉ ସମୟ ଅତ୍ୟନ୍ତ ଆନନ୍ଦରେ ଯିବ। ସମସ୍ତ ବୃତ୍ତିଧାରୀଙ୍କର ଭଲ ରୋଜଗାର ହେବ, କର୍ମ ଯୋଜନା ସଫଳ ହେବ। ଯାହା ଇଚ୍ଛା ତାହା ଆପଣ କରିପାରିବେ, କିନ୍ତୁ ସେ କାମ ଯେମିତି କାହାର କ୍ଷତି ନ ହୁଏ, ସେ କାମରେ କାହାର କ୍ଷତି ନ ହୁଏ। ବୁଝା ପଡ଼ିଲା? ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ର, ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ର ପାଇଁ ଖରାପ ସମୟ ଆସିବ। ପୁନର୍ବସୁ ମିଥୁନ ବ୍ୟତୀତ ଅନ୍ୟ 2 ନକ୍ଷତ୍ର ମୃଗଶିରା ଓ ଆର୍ଦ୍ରା ଅସୁସ୍ଥ ହେବେ। କିଏ? ମୃଗଶିରା ନକ୍ଷତ୍ର
ଆର୍ଦ୍ରା ନକ୍ଷତ୍ର ମିଥୁନ ରାଶିର ଅସୁସ୍ଥ ହେବେ। ବ୍ୟୟ ବଢ଼ିଯିବ। ଏ ଦୁଇ ନକ୍ଷତ୍ରର ଅଧିକ ଟିକେ ଖର୍ଚ୍ଚ ହେବ। ପୁରୁଣା ରୋଗ ଥିଲେ ଅଧିକ ବାଧିବ। ଶାନ୍ତି ବ୍ୟାହତ ହେବ। ସକାଳ 6ଟା ଯାଏ ଭଲ ସମୟ ରହିବ। ତାପରେ ବ୍ୟଥା ଦରଜ ବଢ଼ିଯିବ। ମେଷ ଭଳି ମିଥୁନର ଆଜି ଭଲ ସମୟ ନୁହଁ। କର୍କଟ ରାଶି ପୁଷ୍ୟା ନକ୍ଷତ୍ରର 1:55 ଯାଏ ମନ୍ଦ ସମୟ। କର୍କଟ ରାଶି ପୁଷ୍ୟା ନକ୍ଷତ୍ରର 11:55 ଠାରୁ ମନ୍ଦ ସମୟ ଆସିବ। 11:55 ଯାଏ ଭଲ ସମୟ। 11:55 ପରେ ମନ୍ଦ ସମୟ ଆସିବ। ଅନ୍ୟଥା ଆଉ ସବୁ ଭଲ। ପୁନର୍ବସୁ କର୍କଟ ପାଇଁ 11:10 ଯାଏ ଅତି ଶୁଭ ସମୟ। 11:10 ଠାରୁ ପୁଷ୍ୟାର ଶୁଭ ସମୟ ଆରମ୍ଭ ହେବ। 11:55 ଯାଏ। ତାପରେ କାଁ ଭାଁ ଅଶୁଭ ହେବ। ମାତ୍ର ଦିନ ସାରା କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ଅତି ଶୁଭ ସମୟ। ଅଶ୍ଳେଷା କର୍କଟ ନକ୍ଷତ୍ର ଏଇ ବ୍ୟକ୍ତି ଯେଉଁମାନଙ୍କର କର୍କଟ ରାଶି ଅଶ୍ଳେଷା ନକ୍ଷତ୍ର ସେମାନେ ମହା ସୁଖରେ ଦିନ କାଟିବେ। କୌଣସି ସମସ୍ୟା ଆସିବ ନାହିଁ। କିନ୍ତୁ ପୁଷ୍ୟ ପାଇଁ ଟିକେ ସମସ୍ୟା ଆସିବ 11:55 ଠାରୁ। ସିଂହ ରାଶିର ପୂର୍ବ ଫାଲ୍ଗୁନ ନକ୍ଷତ୍ର ଯଦି ତେବେ ତାର 11:55 ଠାରୁ ଅଶୁଭ କାଳ ଆରମ୍ଭ ହେବ। ସିଂହ ରାଶି ପାଇଁ 6ଟା ଯାଏ ଅତି ଶୁଭ ସମୟ। 6ଟା ପରଠାରୁ ସମୟ ବଡ଼ ବିଷମ ହେବ। ଗୁଡ଼ାଏ ବୃଥା ବ୍ୟୟ ହେବ। ପରିସ୍ଥିତି ଏମିତି ଆସିବ ଯେଉଁଥିରେ ଦେହ ମୁଣ୍ଡ ଅସୁସ୍ଥ ବୋଧ ହେବ। ବୃଥା କଳହ ହେବ। ଦାମ୍ପତ୍ୟ ଜୀବନରେ ଝଗଡ଼ା ସୃଷ୍ଟି ହେବ। କର୍ମ ଚଞ୍ଚଳ ରହିଲେ ବି ଶାନ୍ତି ମିଳିବ ନାହିଁ। କନ୍ୟା ପାଇଁ ସକାଳୁ ସକାଳୁ ମୁଣ୍ଡକୁ ନାନା କର୍ମ ଯୋଜନା ଆସିବ। କନ୍ୟା ପାଇଁ ସକାଳୁ ସକାଳୁ ମୁଣ୍ଡକୁ ନାନା କର୍ମ ଯୋଜନା ଆସିବ। ଶୁଭେ ଶୁଭେ 6ଟା ଯାଏ କଟିଯିବ। ସମସ୍ତ କର୍ମ ସଫଳ ରୂପ ନେବ। ଆୟ ପାଇଁ ଯୋଜନା କରି ଲାଭବାନ ହେବେ। ମାତ୍ର ହସ୍ତା ନକ୍ଷତ୍ରର 11:55 ଠାରୁ ଅଶୁଭ ସମୟ ଆରମ୍ଭ ହେବ। ଉତ୍ତମ ପୁତ୍ର, ଉତ୍ତମ ବନ୍ଧୁ ଓ ଉତ୍ତମ ଜୀବନସାଥୀ ଠାରୁ ସୁଖ ପାଇବେ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ। କନ୍ୟା ପାଇଁ ଭଲ ଦିନ। ବିଛା ରାଶି ବିଶାଖା ନକ୍ଷତ୍ର ଅନୁରାଧା ନକ୍ଷତ୍ର ଏଇ ଦୁଇ ନକ୍ଷତ୍ର ବିଶାଖା ଓ ଅନୁରାଧା ନକ୍ଷତ୍ର ଦ୍ୱୟଙ୍କୁ ଦିନ 11:55 ପରେ ଅଶୁଭ ସମୟ ଆରମ୍ଭ ହେବ। ସମୁଦାୟ ବିଛା ରାଶି ପାଇଁ ଆଜି ଆଦୌ ଶୁଭ ଦିନ ନୁହେଁ। ଯାହା ଆୟ ହେବ ତାହା ସାମାନ୍ୟ ମାତ୍ର। ସମୁଦ୍ରକୁ ଶଙ୍ଖେ ଭଳି ସମ୍ମାନ ହାନି ହେବା ଭଳି ପରିସ୍ଥିତି ସୃଷ୍ଟି ହେବ। ମନ ଚଞ୍ଚଳ ଓ ବିଚଳିତ ରହିବ। ବିଛାର ଭଲ ଦିନ ନୁହଁ। ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ଦିନ 11:55ରୁ ଶୁଭକାଳ ସରିଯିବ। ସକାଳ 6ଟା ଯାଏ ସୁଖେ ସୁଖେ ଦିନ କଟିଯିବ। ସକାଳ 6ଟା ପରଠାରୁ ଦେହ ମୁଣ୍ଡ ଦରଜ ହେବ। ଦାନ୍ତ ବିନ୍ଧିବ। ଶ୍ରାନ୍ତ କ୍ଳାନ୍ତ ଲାଗିବ। ଆଣ୍ଠୁ ଦରଜ ହେବ। ମୁଣ୍ଡ ଭାରି ଭାରି ବୋଧ ହେବ। ଆଳସ୍ୟ ଲାଗିବ। ଅସୁସ୍ଥତା ଅନୁଭବ କରିବେ। ପୁରୁଣା ରୋଗ ଟିକେ ଅଧିକ ପୀଡ଼ା ଦେବ। ଆଉ ସେ ପୁରୁଣା ରୋଗୀମାନେ ବଡ଼ ଦୁଃଖ ପାଇବେ। କାମ କରିବା ପାଇଁ ଆଗ୍ରହ ଆସିବ ନାହିଁ। ବଡ଼ ଚିଡ଼ଚିଡ଼ା ଲାଗିବ। ଭାରି ଅଶୁଭ ସମୟ ଧନୁ ରାଶିର। ମକର ରାଶିର 24 ଘଣ୍ଟା ସୁଖ। ମକର ରାଶିର 24 ଘଣ୍ଟା ସୁଖ ବର୍ଷା ହେବ। ଲୋକଙ୍କୁ ପାଇ ସେ ବହୁତ ଆନନ୍ଦିତ ହେବେ। ତେଣୁ ଲୌକିକ, ପାରିବାରିକ, ସାମାଜିକ, ଆର୍ଥିକ, ପାରମାର୍ଥିକ, ଦାମ୍ପତ୍ୟ ଆଦି ଯାବତୀୟ ସୁଖ ପାଇ ମକର ରାଶିର ଲୋକେ ଅତୀତର ସମସ୍ତ ଦୁଃଖ ଭୁଲିଯିବେ। ଭଲ ରୋଜଗାର ହେବ।
ଖାତକ ଠାରୁ ମହାଜନ ଯାଏ, ଭିକାରୀ ଠାରୁ ଜମିଦାର ଯାଏ ସମସ୍ତେ ଯଥେଷ୍ଟ ଶାନ୍ତି ପାଇବେ। ଆଉ ରୋଜଗାରକ୍ଷମ ସମସ୍ତ ବ୍ୟକ୍ତିଙ୍କୁ ଯଥେଷ୍ଟ ଧନ ମିଳିବ। ସେମାନେ ସମସ୍ତେ କାମରେ ସଫଳ ହେବେ। କୁମ୍ଭ ରାଶି ପାଇଁ 24 ନକ୍ଷତ୍ର ମାନେ ଶତଭିସା ନକ୍ଷତ୍ରର ଦିନ 11ଟା 55 ଯାଏ ଆନନ୍ଦ, ପରେ ପରେ ନିରାନନ୍ଦ ସମୟ ଆସିବ। 11ଟା 55 ଯାଏ ଆନନ୍ଦ ଶତଭିସାର, ତାପରେ ଶତଭିସାର ଅଶୁଭ ସମୟ ଆସିବ। ଅନ୍ୟାନ୍ୟ ସବୁ ଭଲ, ଆୟ ରୋଜଗାର ବଢ଼ିଆ ହେବ। ଭାଇ ବନ୍ଧୁ କୁଟୁମ୍ବ ଖୁସିରେ ରହିବେ। କର୍ମ ଓ ଭାଗ୍ୟ ଗୋଟିଏ ସରଳରେଖାରେ ରହି ଶାନ୍ତି ବର୍ଷଣ କରିବେ। ଧନ ଦୌଲତ ଯଥେଷ୍ଟ ମିଳିବ। ଖାଦ୍ୟ ପେୟ ସ୍ୱାଦିଷ୍ଟ ହେବ। ନିଦ୍ରା ଓ ସ୍ୱପ୍ନ ସୁଖକର ହେବ। କୁମ୍ଭ ପାଇଁ ଭଲ ଦିନ। ମୀନ ପାଇଁ, ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ଦିନ 11ଟା 55 ଠାରୁ ଅଶୁଭ କାଳ ଆରମ୍ଭ ହେବ। ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ଦିନ 11ଟା 55 ଠାରୁ ଅଶୁଭ କାଳ ଆରମ୍ଭ ହେବ। ଶାନ୍ତି ବ୍ୟାହତ ହେବ। ସକାଳ 6ଟା ଯାଏ ଆଳସ୍ୟ ଲାଗିବ, ନିଦୁଆ ନିଦୁଆ ଲାଗିବ, ଛାତି ଦରଜ ହେବ, ମୁଣ୍ଡ ବିନ୍ଧିବ, ଇଚ୍ଛା ହେବନି କୌଣସି କାମ କରିବା ପାଇଁ, କୁଆଡ଼େ ଯିବା ପାଇଁ। 6ଟା ପରଠାରୁ ମନ ଓ ଦେହକୁ ଦମ୍ଭ ବଳ ଆସିବ। କର୍ମ ଚଞ୍ଚଳ ରହିବେ। ରୋଜଗାର ପାଇଁ ମୁଣ୍ଡ ଖେଳାଇବେ। ବଢ଼ିଆ ଆୟ ହେବ। ଦାମ୍ପତ୍ୟ ବନ୍ଧୁଗତ ସୁଖ ମିଳିବ। ଦାମ୍ପତ୍ୟ ସୁଖ ମିଳିବ। ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ଶୁଣି ନାଚିବେ। ଭାଇ ଭଉଣୀ ସଂକ୍ରାନ୍ତୀୟ ପାରିବାରିକ ଲୌକିକ ସାମାଜିକ ଭଳି ବିବିଧ ସୁଖ ମିଳିବ। ପରେ ବଢ଼ିଆ ଭୋଜନ ମିଳିବ। ଆରାମରେ ଶୋଇବେ। କିନ୍ତୁ ସକାଳୁ ସକାଳୁ ଟିକେ ଅସୁବିଧା ହେବ। ଆଉ ବିଶେଷ କରି ଉତ୍ତର ଭାଦ୍ର ନକ୍ଷତ୍ରକୁ ସମସ୍ୟା ଅଧିକ ଆସିବ। ରହିଲି ବନ୍ଧୁ, ନମସ୍କାର। ସବୁ ଠିକଠାକ ଥିଲା ଯେ କାଶ